ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ। ସାନ ପୁଅଟି ତାଙ୍କ ବାପାଙ୍କୁ କହିଲା, ବାପା, ମୋତେ ମୋ ସମ୍ପତ୍ତିର ଭାଗ ଦିଅ। ତେଣୁ ସେ ତାଙ୍କ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟିଦେଲେ। ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା। आ पुआ आ सब काम सरीगला ना। आज बहुत डेरी करदेलु जे। हाँ बापा, कामटी ही अधिक थिला। तथापि बापा, एई अनुर्वर माटी को मोर झाड़ रक्त दे उर्वर कले यह प्रचुर फल देव। बुझिलु पुओ, माटी सहित माटी हेबाकु ही पड़िबो। तेबे जाई परमेश्वर फसल रूप में आमको फल देबे। आहा, तू बहुत थकिला परी लागुछु। जा हाथ मुँह धोईदेबु, सांग ही खाइबा। हाँ बापा, एबे मु हाथ मुँह धोई आसुछि। शुण, तो सान भाई कहीं सकाळु मु ताकू देखि पारु नाही तो तो सहित काम को जाई नथिला कि से देखो बापा, जहा को आपण मने पकाउथिले से पहुंची गला। देखो शैतान रो कथा कहू कहू शैतान पहुंची गला। हे मो प्रिय लोक माने, जेतबेले कठिन परिश्रम करूछ यथेष्ट खाओ। यदि यथेष्ट खाइब नाही बल आसीबो कोठू। बाबू, मो थाली रे यथेष्ट अछि। लाज कर नहीं, ये तुमर निज घर। तुमको ये तरकारी भल लागुछि ना नहीं? नाई बाबू, से कथा नुह, बहुत स्वादिष्ट है, मजा आसुछि। अरे भाई, जदि खाली मजा नेउथिबो ताहले खाइबो केतेबेले? हां
ପୁଅ ତୁ କାହିଁକି ସବୁବେଳେ ତୋର ବହୁମୂଲ୍ୟ ସମୟ ଏମିତି ନଷ୍ଟ କରିଦେଉଛୁ? ନାଇଁ ବାପା, ମୁଁ ଏଇ ସଙ୍ଗେ ସଙ୍ଗେ ଟିଭି ଲଗେଇଥିଲି, ପଢ଼ୁଥିଲି। ଟିକେ ଥକି ପଡ଼ିଲି ତ ଭାବିଲି ଟିଭି ଦେଖିବି। ଆଚ୍ଛା, ପଢ଼ୁଥିଲୁ। ଦେଖିବା କ'ଣ ପଢ଼ୁଥିଲୁ? ଓ, ଏଇଆ ପଢ଼ୁଥିଲୁ? ଦେଖ ପୁଅ, ସବୁ ବିଷୟ ପାଇଁ ସମୟ ଅଛି। ଖେଳିବାର ସମୟରେ ଖେଳ, ପଢ଼ିବାର ସମୟରେ ପଢ଼। ଈଶ୍ୱର ସବୁ ବିଷୟ ଦେଖନ୍ତି। ହେଇପାରେ ତୁ ଆମକୁ ଠକି ଦେଇପାରୁ, କିନ୍ତୁ କିନ୍ତୁ ଈଶ୍ୱରଙ୍କୁ ଠକି ପାରିବୁ ନାହିଁ। ଆଉ ତୁ ଯେତେ ପରିଶ୍ରମ କରିବୁ ନା ପୁଅ, ସେତେ ଭଲ ଫଳ ଫଳିବ। କିଛି ଦିନ ହେଲା ମୁଁ ଦେଖୁଛି ତୁ ପାଠ ପଢ଼ା ପ୍ରତି ଧ୍ୟାନ ଦେଉନୁ, ନା ତୁ ବଡ଼ ଭାଇକୁ କାମରେ କିଛି ସାହାଯ୍ୟ କରୁଛୁ। ନାହିଁ ତ ଚାକରଙ୍କ ଉପରେ ଟିକେ ଦୃଷ୍ଟି ରଖ। କିନ୍ତୁ ତୋଠାରୁ ଏତିକ ବି ଆଶା କରିବା ବୃଥା ଅଟେ। ତୁମେ ସବୁବେଳେ ତା ପଛରେ କାହିଁକି ଲାଗି ରହିଛ? ସେ ଏବେ ସାନ ଅଛି, ଯେତେବେଳେ ବଡ଼ ହେଇଯିବ ନିଜେ ନିଜେ ବୁଝିଯିବନି। ତାକୁ ଏମିତି ସବୁବେଳେ ପାଟି କରିବା ଭଲ ନୁହେଁ। ଦେଖ ମା, ଯଦି ବାପା ଏମିତି ମୋ ପଛେ ଲାଗିବେ ନା, ତାହେଲେ ମୁଁ ଏ ଘରେ ରହିବିନି। ମାନେଟା ସହଜ, ମୁଁ ଘର ଛାଡ଼ିବାକୁ ବାଧ୍ୟ ହେବି। ମୁଁ ମୋ ଇଚ୍ଛାରେ ବଞ୍ଚିବାକୁ ଚାହେଁ। ସମ୍ପତ୍ତିର ମୋ ଭାଗଟା ମୋତେ ଦେଇ ଦିଅନ୍ତୁ। ନା ଥିବ ବାଉଁଶ, ନା ବାଜିବ ବଇଁଶୀ। ପୁଅ, ବାପାଙ୍କୁ କ'ଣ ଏମିତି କହୁଛୁ? ନିଜକୁ ଆୟତ୍ତ କର। ଯାହା ହେଲେ ବି ଆମେ ତୋର ବାପା ମା। ତୋର ଭଲ ମନ୍ଦ ଚିନ୍ତା କରିବା ଆମର ଦାୟିତ୍ୱ। ତୋ ମା ଠିକ୍ କହୁଛନ୍ତି। ବଡ଼ମାନଙ୍କ ପ୍ରତି ଏ ପ୍ରକାର କଥା କହନ୍ତି? ଆଉ ପରମେଶ୍ୱରଙ୍କ ଦୃଷ୍ଟିରେ ତ ଏହା ବହୁତ ଖରାପ ଅଟେ। ମୁଁ ବୁଝିପାରୁନି ଆପଣମାନେ କ'ଣ କହୁଛନ୍ତି। ସମ୍ପତ୍ତିର ମୋ ଭାଗଟା ମୋତେ ଦେଇ ଦିଅନ୍ତୁ। ଏ ତୁ କ'ଣ କହୁଛୁ ପୁଅ? ମୁଁ ଯାହା କିଛି କହୁଛି ଠିକ୍ କହୁଛି। ନାଇଁ ପୁଅ, ମୋତେ ଯାହା କହିବାକୁ ଥିଲା ତାହା କହିଦେଲି। ବାସ୍, ମୋତେ ମୋ ଭାଗଟା ଦେଇଦିଅ। କ'ଣ ଏହା ତୋର ଶେଷ ନିଷ୍ପତ୍ତି? ହଁ। ତୁ କାହିଁକି ବୁଝିପାରୁନୁ ପୁଅ? ଯାହା ସବୁ ଆମର, ସେ ସବୁ ତୋର। ମୋତେ ସବୁ ଦରକାର ନାହିଁ, ମୋତେ ମୋ ଭାଗ ଦରକାର। ମୋ ଭାଗ।
ଆପଣାର ସମ୍ପତ୍ତିକୁ କଦାଚାରରେ ଅପବ୍ୟୟ କଲା ପରେ ଦେଖ, ସେହି ଦେଶରେ ଏକ ମହା ଦୁର୍ଭିକ୍ଷ ପଡ଼ିଲା ଓ ତାହାର ଅଭାବ ହେବାକୁ ଲାଗିଲା। ଆଉ ଦୁର୍ଭିକ୍ଷ ଯୋଗୁଁ ଉଭୟ ସେ ଓ ସାରା ଦେଶ ଭୋକରେ ମୃତବତ୍ ଥିଲେ। ଆଉ ସେ କାମର ସନ୍ଧାନରେ ଏପଟେ ସେପଟେ ବୁଲିବାକୁ ଲାଗିଲା। ତେଣୁ ସେ ମୂଲିଆ ଭାବରେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସେ ଦେଶର ଜଣେ ନାଗରିକଙ୍କ ପାଖକୁ ଗଲା। ହେଲେ ଭାଇ କଥା କଣ? ଭିତରୁ କାହିଁ ଚାଲି ଆସିଲୁ? ବାବୁ, ମୁଁ କାମଟିଏ ଖୋଜୁଛି। ଯାହା ବି କାମ ହେଉ ମୁଁ କରିବା ପାଇଁ ଚାହେଁ। ବହୁତ ଦିନ ହେଲା କିଛି ଖାଇନି ଆଜ୍ଞା। ଭୋକରେ ମୁଁ ମରିଯାଉଛି। ମୋତେ କାମ ଯୋଗେଇ ଦିଅନ୍ତୁ ବାବୁ। ମୋ ଉପରେ ଦୟା କରନ୍ତୁ ବାବୁ। ମୁଁ ଆପଣଙ୍କର କୃତଜ୍ଞ ହିଁ ରହିବି। ମୁଁ ଆପଣଙ୍କର କୃତଜ୍ଞ ହିଁ ରହିବି। ହଁ ବୁଝିଲି। ହେଲେ ତୋ ପାଇଁ ମୋ ପାଖରେ ତ କିଛି କାମ ନାହିଁ। ଯଦି ତୁ ଚାହୁଁଛୁ ତାହେଲେ ମୋ ଘୁଷୁରୀର ଦେଖାଶୁଣା କର। ହଁ ବାବୁ, ମୁଁ କାମ କରିବାକୁ ରାଜି ଅଛି। ହଁ ଶୁଣ, ଏ କାମ ବଦଳରେ ମୋତେ କିଛି ମାଗିବନି। ଆଉ ଯଦି ରାତିରେ ନିଦ ଆସେ ତାହେଲେ ସେ ଘୁଷୁରୀ ମାନଙ୍କୁ କୁଆଡ଼େ ଶୋଇପାରୁ। ଆଉ ମୋ ଖାଇବା ବାବୁ? ଆଉ ଯାହା ଘୁଷୁରୀ ଖାଇବେ ସେଇଆକୁ ଖାଇ ନେବୁ। ଆଚ୍ଛା ବାବୁ। ଠିକ ଅଛି, ଆଜି କାମରେ ଲାଗିଯା। ହଁ ବାବୁ। ସେହି ଲୋକଟି ତାହାକୁ ଘୁଷୁରୀ ଚରାଇବା ନିମନ୍ତେ ଆପଣା କ୍ଷେତକୁ ପଠାଇଲା। ପୁଣି ଘୁଷୁରୀମାନେ ଯେଉଁ ସିମ ଖାଉଥିଲେ ସେଥିରେ ସେ ଆପଣା ପେଟ ପୂରାଇବାକୁ ବାଞ୍ଛା କରୁଥିଲା। ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲ୍ୟାଙ୍କ ଖାଦ୍ୟ ବଳି ପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ଆଲି ଆଲି ଆଲି, ମୋ ପୁଅ ଆଜି କ'ଣ ଖାଇବ? ପିଠା ଖାଇବି। ମୋ ପୁଅ ଆଜି ପିଠା ଖାଇବ। ଆଉ କ'ଣ ଖାଇବୁ ପୁଅ? କ୍ଷୀରି। ଓ, ମୋ ପୁଅ ଆଜି କ୍ଷୀରି ଖାଇବ। ପରମେଶ୍ୱର ସବୁ ଦେଖନ୍ତି। ତୁ ଆମକୁ ଠକି ଦେଇପାରୁ, କିନ୍ତୁ ଈଶ୍ୱରକୁ ଠକି ଦେଇପାରିବୁ ନାହିଁ।
ବାପା ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଆଉ ଆପଣଙ୍କ ଦୃଷ୍ଟିରେ ବହୁତ ବଡ଼ ପାପ କରିଅଛି। ଏବେ ଏପରି ଯୋଗ୍ୟ ବି ନୁହେଁ କି ଆପଣଙ୍କୁ ପୁଅ ବୋଲି କହିବାକୁ। ବାପା ମତେ ଗୋଟିଏ ଚାକର ଭାବେ ଗ୍ରହଣ କରନ୍ତୁ। ମତେ କ୍ଷମା କରି ଦିଅନ୍ତୁ ବାପା, ମତେ କ୍ଷମା କରି ଦିଅନ୍ତୁ। ମୁଁ ଆପଣଙ୍କ ପାଖେ ଦୋଷୀ ଅଟେ, ମତେ କ୍ଷମା କରି ଦିଅନ୍ତୁ ବାପା। ଈଶ୍ୱର ମୋତେ କ୍ଷମା କର, ଓ ମୋତେ କ୍ଷମା କର। ଅପରାଧ ମୋ ଧୋଇ ଦିଅ, ଅଭିଳାଷୀ ପଥେ ମୁଁ ଏକା ଚାଲୁଛି, ଅଭିଳାଷୀ পথে ମୁଁ ଏକା ଚାଲୁଛି, ଚାଲୁଛି ମୁଁ ଏକା ଏକା। ହେ ଈଶ୍ୱର, ହେ ଈଶ୍ୱର ମୋତେ କ୍ଷମା କର, ଓ ମୋତେ କ୍ଷମା କର। অপরাধ মো ধোই দিও, অপরাধ মো ধোই দিও, অভিলাষী পথে মু একা চালুছি, অভিলাষী পথে মু একা চালুছি, চালুছি মু একা একা। তুম বিরুদ্ধরে হ্যাঁ তুম বিরুদ্ধে মু পাপ করিছি, তুম চক্ষুরে যাহা মন্দ তাহা মু করি চালিছি। ବାପା ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଆପଣଙ୍କ ଦୃଷ୍ଟିରେ ବହୁତ ବଡ଼ ପାପ କରିଅଛି। ମୁଁ ସେଇପରି ଯୋଗ୍ୟ ନୁହେଁ କି ଆପଣଙ୍କର ପୁଅ ବୋଲି କହିବି।
ମତେ କ୍ଷମା କରିଦିଅ ବାପା, ମତେ କ୍ଷମା କରିଦିଅ। ମୁଁ ଆପଣଙ୍କ ପାଖରେ ଦୋଷ କରିଅଛି। ଆରେ ନାଇଁ ପୁଅ ନାହିଁ, କାନ୍ଦେ ନା। ତୁ ତ ମୋ ପ୍ରାଣର ଅଂଶ ଅଟୁ, ମୋ ଜୀବନ ତୁ। ମୋର ପୁରା ବିଶ୍ୱାସ ଥିଲା ତୁ ଦିନେ ନା ଦିନେ ନିଶ୍ଚୟ ଫେରି ଆସିବୁ। ମୁଁ ସେଇ ଦିନଠାରୁ ତତେ ଅପେକ୍ଷା କରି ରହିଥିଲି। ଆଉ ତୋ ମା ରାତି ରାତି ଉଜାଗର ରହୁଥିଲା ଆଉ କାନ୍ଦୁଥିଲା। ବାପା, ମୁଁ ଆପଣଙ୍କ ଆଜ୍ଞା ପାଳନ ନ କରି ବହୁତ ବଡ଼ ପାପ କରିଅଛି, ବଡ଼ ପାପ। ମତେ କ୍ଷମା କରିଦିଅନ୍ତୁ ବାପା, ମତେ କ୍ଷମା କରିଦିଅନ୍ତୁ। ମତେ ଆଉ ଗୋଟିଏ ସୁଯୋଗ ଦିଅନ୍ତୁ ବାପା, ଆଉ ଗୋଟିଏ ସୁଯୋଗ। ମୁଁ ଆଉ ଏପରି ଭୁଲ ଆଉ କେବେ କରିବିନି, ଆଉ କେବେ କରିବିନି। ପୁଅ, ଆରେ ତତେ ଦେଖି ମୁଁ ମୋର ସବୁ ଦୁଃଖ ଭୁଲି ଗଲିଣି। ସକାଳର ଭୁଲ ଯେବେ ସନ୍ଧ୍ୟାକୁ ଫେରି ଆସେ, ଏହାକୁ ଭୁଲ କୁହାଯାଏ ନା ପୁଅ। ଆମେ ତ ତୋର ଆଶା ପୁରାପୁରି ଭୁଲି ଯାଇଥିଲୁ, କିନ୍ତୁ ତୁ ଆମ ପାଖକୁ କୁଶଳରେ ଫେରି ଆସିଛୁ। ଜଣେ ବାପା ପାଇଁ ଏହାଠାରୁ ଖୁସିର କଥା ଆଉ କଣ ହେଇପାରେ ଯେ ତାର ବିପଦଗାମୀ ପୁଅ କୁଶଳରେ ଫେରି ଆସିଛି। আরে শুনো শান্তি শুনো, বাহারକୁ আসি দেখো কে আসিছি। তুম পুଅ। তোর এই কোণ হেলা? মতে ক্ষমা করে তোর দিও এই মা। কি অবস্থা করে দেইছু? ମୁଁ ଆଉ ଏମିତି ଭୁଲ କରିବିନି ମା। মতে ছাড়ি কোঠিকি যাইଥିଲୁ চলে। আরে গাঁ লোক মানে শুনুছ, ମୋ ପୁଅ ଯିଏ ହଜି ଯାଇଥିଲା ଆଜି ଫେରି ଆସିଛି। ଯିଏ ମରି ଯାଇଥିଲା ସେ ବଞ୍ଚି ଉଠିଛି। ଆରେ ରାମୁ, ସାମୁ, କବିତା, ଆରେ ତୁମେ ସବୁ କୋଉଠି ଅଛ? ମୋ ପୁଅ ପାଇଁ ନୂଆ ବସ୍ତ୍ର ନେଇ ଆସ, ତାର ହାତ ପାଇଁ ସୁନାର ମୁଦି ନେଇ ଆସ, ତା ପାଦ ପାଇଁ ନୂଆ ଜୋତା କିଣି ଆଣ। ସାରା ଗାଁ ଲୋକଙ୍କୁ ଭୋଜି ପାଇଁ ଡକାଅ। ତେବେ ଆମେ ମିଶିକରି ଭୋଜନ କରିବା ଆଉ ଖୁସି ମନେଇବା। ଶୁଣ ଭୋଳା, ଘରେ କ'ଣ ପାଇଁ ବାଦ୍ୟଯନ୍ତ୍ର? ବଡ଼ ବାବୁ, ସାନ ବାବୁ ପରା ଫେରି ଆସିଛନ୍ତି। ସାନ ବାବୁ? ଆପଣଙ୍କ ଭାଇ ଘରକୁ ଫେରି ଆସିଛନ୍ତି। ସେଇ ଖୁସିରେ ବାବୁ ଗାଁର ସମସ୍ତଙ୍କୁ ଖାଇବା ପାଇଁ ଡାକିଛନ୍ତି। ହୁଁ। ବଡ଼ ବାବୁ ଭିତରେ ଆସନ୍ତୁ, ବାବୁ ଆପଣଙ୍କୁ ଅପେକ୍ଷା କରୁଛନ୍ତି। ଆରେ ପୁଅ, ତୁ ଏଠି କାହିଁ ଠିଆ ହେଇଛୁ? ବାପା, ଏସବୁ କ'ଣ ହେଉଛି ଆଉ କାହା ପାଇଁ ହେଉଛି? ପୁଅ, ତୋର ସାନ ଭାଇ ଘରକୁ ଫେରି ଆସିଛି ତ, ସେଇଥିପାଇଁ। ତେବେ ଏଥିରେ ଖୁସି ହେବାର କ'ଣ ଅଛି? କାହିଁ
ତୋ ସାନ ଭାଇ ଏତେ ବର୍ଷ ପରେ ଘରକୁ ଫେରି ଆସିଛି, ଏହାଠାରୁ ଖୁସିର ଖବର ଆଉ ଆଉ କ'ଣ ହେଇପାରେ? ବାପା, ଆପଣ ମୋର ପରିଶ୍ରମ ଓ ବିଶ୍ୱସ୍ତତାର ଏଇ ମୂଲ୍ୟ ଦେଲେ? ନାହିଁ ପୁଅ, ତୁ ତୁ ମୋତେ ଭୁଲ ବୁଝୁଛୁ। ଚାଲ ଭିତରକୁ ଯାଇ ତୋ ଭାଇକୁ ଦେଖ। ସେଇ ଭାଇ ଯିଏକି ନିଜର ଭାଗ ନେଇ ଆପଣଙ୍କୁ ମୋତେ ପର କରି ଘର ଛାଡ଼ି ଚାଲି ଯାଇଥିଲା। ଆପଣ ମୋତେ କେବେ ବି ମୋର ବନ୍ଧୁଙ୍କ ସହିତ ଖୁସି କରିବା ପାଇଁ ସୁଯୋଗ ଦେଇନାହାନ୍ତି। ପୁଅ, ତୁ ତ ସବୁବେଳେ ମୋ ସହିତ ଅଛୁ, ଆଉ ମୋର ଯାହା କିଛି ଅଛି ସେସବୁ ତୋର। କିନ୍ତୁ ଏ ସମୟରେ ଏପରି କଥା କହିବା ଠିକ ନୁହଁ। ମାତ୍ର ଏ ଖୁସି କରିବା ସମୟ। ପୁଅ, ତୋର ଛୋଟ ଭାଇ ମରି ଯାଇଥିଲା, ଏବେ ବଞ୍ଚି ଉଠିଛି। ସେ ସବୁଦିନ ପାଇଁ ହଜି ଯାଇଥିଲା, ଆଜି ମିଳିଯାଇଛି। ପ୍ରାୟ 2000 ବର୍ଷ ପୂର୍ବେ ଯେତେବେଳେ ଯୀଶୁ ସୁସମାଚାର ପ୍ରଚାର କରୁଥିଲେ, ସେ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ, ଯେପରି ସେମାନେ ନିଜ ନିଜ ପାପରୁ ଅନୁତାପ କରି ଫେରିବେ। ଆଜି ସେହି ଅପବ୍ୟୟୀ ପୁତ୍ର ସଦୃଶ୍ୟ ଆମ୍ଭେମାନେ ମଧ୍ୟ ପିତା ଈଶ୍ୱରଙ୍କୁ ପରିତ୍ୟାଗ କରି ପାପରେ ଜୀବନ କାଟୁଅଛୁ। ଆମ୍ଭମାନଙ୍କ ନିଜ ନିଜର ହୃଦୟର ଅଭିଳାଷ ଅନୁସାରେ ପଥ ବାଛି ନେଇ ସତ୍ୟର ପଥରୁ ଦୂରେଇ ଯାଇଅଛୁ। ମାଂସିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଆମ୍ଭମାନଙ୍କ ଗର୍ବ ଛଡ଼ା ଜଗତରେ ଆଉ ବେଶୀ କ'ଣ ଅଛି? ସମସ୍ତେ ଯେପରି ମନ ପରିବର୍ତ୍ତନ କରନ୍ତି ଓ ନିଜ ନିଜ ପାପରୁ ବିମୁଖ ହୋଇ ପିତା ଈଶ୍ୱରଙ୍କ ନିକଟକୁ ଫେରି ଆସନ୍ତି, ଏହା ହିଁ ସେ ଚାହାନ୍ତି। ଏହି ଚଳଚ୍ଚିତ୍ର ପବିତ୍ର ବାଇବଲର ଲୁକ ପୁସ୍ତକ 15 ପର୍ବ 22 ପଦରୁ 32 ପଦ ମଧ୍ୟରୁ ନିଆଯାଇଅଛି।